ନା ବାବା ନା, ମୁଁ ଆଉ ଚାଲି ପାରିବିନି। ଆରେ ଏତିକିରେ ଥକିଗଲେ ହବ? ଖାଲି ତମେ ଆମ ଘରେ ଯାଇ ପହଞ୍ଚିଯାଅ, ଦେଖିବ କେତେ ବଡ଼ ଘର, କେତେ ଗୁଡ଼ା ଗାଡ଼ି, କେତେ ଚାକର ବାକର ଅଛନ୍ତି। ହଁ ଚାଲ, ମୁଁ ତ ସେଇଥିପାଇଁ ମୋ ମା ବାପାଙ୍କୁ ଛାଡ଼ିକି ତମ ସାଥିରେ ଚାଲି ଆସିଛି। ଆମେ ଯିବା ନା ଏମିତି କଥା ହଉଥିବା? ଆସ। ମୁଁ ତାକୁ ଭଲ ପାଉଥିଲି ବୋଲି ମିଛ ସତ କହିଦେଲି। ସେ ମୋ କଥାରେ ଭରସା କରି ଚାଲି ଆସିଲା। କହୁନୁ ସାଙ୍ଗ, ଏଥିରେ ମୋର ଭୁଲ କ'ଣ ରହିଲା? ମାଇକିନାଟା ସବୁବେଳେ ଗେରେ ଗେରେ ହଉଛି। ଏଇ ତମେ ଏପଟେ ବସିଛ, ସେପଟେ ପୁଅ ଖାଇବାକୁ କାନ୍ଦିଲାଣି। ତାର ବିସ୍କୁଟ ଛତୁଆ ସବୁ ସରିଯାଇଛି। ମୁଁ କ'ଣ କରିବି? ମୋ ପାଖରେ ପଇସା ନାହିଁ। ଛାଡ଼, ଏଇଟା ମୋ ଭାଗ୍ୟ। ତମର ସେ ମିଛ କଥାରେ ମତେ ଫସିବାର ନଥିଲା, କି ଏମିତି ତମକୁ ଅନ୍ଧ ଭଳି ବିଶ୍ୱାସ କରିବାର ନଥିଲା। ଆଜି ମୋ ଭୁଲ ପାଇଁ ମୋ ଛୁଆ ଖାଇବାକୁ ପାଉନି। କାହା ବିଷୟରେ ଭଲ ଭାବରେ ନ ଜାଣି ତାକୁ ଏମିତି ଅନ୍ଧ ଭଳି ବିଶ୍ୱାସ କରନ୍ତୁନି। ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।